वर्षाणां देशानां उत्कलस्मृत उत्कलस्य समदेश देश नास्ति महितले। जय जगन्नाथ, जय शिशु अनंत, जय गुरुदेव। राष्ट्रर गोटे घड़ीसंधि मुहूर्त किसी भल कथा कहवाई इच्छा थिले भी ठीक भाव से कथा संयोजना हो पारुनी। कारण दुखटा समस्त को गोटे प्रकार लगे, विपद मध्य से ठीक से मो हाथ टी कटिगले रक्त टिके बोइले मुझे कष्ट अनुभव करे, अन्य जने यदि सही अवस्था को आसे से समस्या को मध्य से भली नवाई पड़ो, अर्थात दुखटा समस्त समान। भारत गोटे महान देश, जो देश पराधीन परे स्वाधीन होती सत, से पराधीनतार रक्षा पाइबापी से संग्राम करितला। जितेबले स्वाधीनता पाइला तापर ठारू से काहारी भूमि रे कि अर्थरे कि जशरे से भागीदार न थाए। से तार निज घर निज समस्या भितर बुड़िक रहे। बरं कौन सी देश रे कि राज्य रे यदि विपद पड़े भारत मध्य माने अग्रसर हुए ताकू साहाय्य करने। एपरिक नेपाल भूमिकंप विभिन्न स्थान कथा ये भारत पाकिस्तान भितर गोटे बाकयुद्ध एवं युद्ध लगी। भारत ये युद्ध को आह्वान करनी, ये युद्ध आह्वान करिछि आतंकवादी माने युद्ध को आह्वान करछन्ति। तेणु आतंकवादी माने जेहेतु पाकिस्तान रे अछन्ति तांको नेतृवृंद माने मध्य मानुचन्ति। तेणु यहाँ को पाकिस्तान ही ये युद्ध को आह्वान करिछि। हुए तो से भाभी अतीत केते गुड़े सन्त्रासवाद कार्यक्रम भारत वर्ष रे से करिछि। आपण माने खाली मने पकातु केते प्रकार आतंकवाद से सृष्टि करे। तथापि भारत सेतिकी रिएक्शन बा रिएक्टेड ही नथिला। एई थरक से जिदखोर हो यह द्वारा हम कौन गोटे कि स्थायी समाधान हुए तो हो पारे। जो माने अज्ञतारे अछंती सी हुए तो ज्ञान पाइबे। जो माने निजुक भावुचंदी आमे जहाँ करिचु ठीक से ताको भूल बोली विचार करिवे। किंतु दोष मात्र केते जन करिचंती, किंतु अनेक निर्दोषी बिना कारण रे दंड पाउचंती। एइटा होते आमर दुख।
ଧରନ୍ତୁ ପାକିସ୍ତାନରେ ବର୍ତ୍ତମାନ ବନ୍ୟା ପରିସ୍ଥିତି, ସେଥିରେ ସେ ବନ୍ୟାରେ ଶତ୍ରୁ ଯେତିକି କଷ୍ଟ ପାଇବ ମିତ୍ର ବି ତା ଦ୍ୱାରା ଅଧିକ କଷ୍ଟ ପାଇବ। ଯୁଦ୍ଧ ହେବ, ଯୁଦ୍ଧରେ ଉଭୟ ଦେଶର ନାଗରିକମାନଙ୍କର ମୃତାହତ ହେବ, ବୀରମାନଙ୍କର ମୃତାହତ ହେବ। ଯଦି ଯୁଦ୍ଧ ହୁଏ ସେଥିରେ ସନ୍ତ୍ରାସବାଦ ବା ଆତଙ୍କବାଦୀମାନେ ଯେ କେବଳ ନିହତ ହେବେ ତା ବି ନୁହେଁ, ନିର୍ଭୁଲ ଲୋକ ବି ନିହତ ହେବ। ତେଣୁ ଏଇସବୁ କଥା ଆଜି ଗୋଟିଏ ସକାଳେ ଗୋଟେ ମାନେ ପାକିସ୍ତାନର ସୈନିକଙ୍କର, ତାଙ୍କର ତ ଜଣେ ସୈନିକ କମାଣ୍ଡର, ସେ କହୁଥିଲେ, ମୁଁ ଶୁଣୁଥିଲି, ଆମେ ତ ତାଙ୍କ ପର୍ଯ୍ୟନ୍ତ ଯାଇପାରିବୁନି କି କହିପାରିବୁନି ଯେ ହିନ୍ଦୁ ଆଉ ମୁସଲମାନ ଏମାନେ ଗୋଟିଏ ସ୍ଥାନରେ କେବେ ହେଲେ ରହିପାରିବେ ନାହିଁ। ସେଇଥିପାଇଁ ପାକିସ୍ତାନ, ତାଙ୍କ କଥାଟାକୁ ମୁଁ କହୁଛି, ସେଇଥିପାଇଁ ମାନେ ସଂଗ୍ରାମ କରି ପାକିସ୍ତାନ ସୃଷ୍ଟି ହେଲା। ମୁସଲମାନମାନଙ୍କର ଧର୍ମୀୟ ସାମାଜିକ ଏସବୁ କେତେ ଗୁଡ଼ିଏ କଥା ସେ କହିଲେ, ସେଗୁଡ଼ା ସବୁ ଅଲଗା। ମୁଁ ସେତେବେଳେ ଭାବୁଥିଲି ଗୋଟେ ଲେଖାରେ ବି ଲେଖିଦେଇପାରେ ବା ଏମିତି କହୁ କହୁ ବି କହିଦେବି, ମୁସଲମାନ ଆଉ ହିନ୍ଦୁ ଭିତରେ ଡିଫରେନ୍ସ କ'ଣ? ଏଇ ସିଏ ମସଜିଦରେ ଡାକୁଛନ୍ତି, ଏ ମନ୍ଦିରରେ ଡାକୁଛନ୍ତି, ଅଲଗା କେଉଁଠି କ'ଣ ହେଲା? ଭୋକ କଲେ ସିଏ ଖାଆନ୍ତି, ଏ ବି ଖାଆନ୍ତି, ନିଦ ମାଇଲେ ସିଏ ଶୁଅନ୍ତି, ଏ ବି ଶୁଅନ୍ତି, ଇଏ ଗୋଡ଼ରେ ଚାଲନ୍ତି, ସେ ବି ଗୋଡ଼ରେ ଚାଲନ୍ତି, ଆଖିରେ ଦେଖନ୍ତି, ସେ ବି ଆଖିରେ ଦେଖନ୍ତି। ତାହେଲେ ଅଲଗା କେଉଁ ଗୋଟାକ ହେଲା? ଏମାନେ ସୂର୍ଯ୍ୟଙ୍କୁ ଉପାସନା କରନ୍ତି, ସେମାନେ ଚନ୍ଦ୍ରଙ୍କୁ ଉପାସନା କରନ୍ତି, କିନ୍ତୁ ସୂର୍ଯ୍ୟଙ୍କ ଉପାସନା ସହିତ ଆମେ ହିନ୍ଦୁମାନେ ଚନ୍ଦ୍ରଙ୍କୁ ବି ଉପାସନା କରନ୍ତି। କେଉଁଠି ଅଲଗା? ଯଦି ଅଲଗା ହିନ୍ଦୁ ମୁସଲମାନ ଏକ ରହିପାରିବେ ନାହିଁ, ସେତେବେଳେ ପାକିସ୍ତାନ ଯେତେବେଳେ ଜନ୍ମ ନେଲା, ତାହେଲେ ଏଠି ମୁସଲମାନ ମାନେ ରହିଲେ କାହିଁକି? ସେମାନେ ତ ଏକାଥରେ ପାକିସ୍ତାନ ଚାଲି ଯାଇଥାନ୍ତେ, ହିନ୍ଦୁମାନେ ପୁରା ହିନ୍ଦୁସ୍ତାନକୁ ପଳେଇ ଆସିଥାନ୍ତେ। ଯାଉ ଏମିତି ଦେଶ ଦେଶ ଭିତରେ ବାଣିଜ୍ୟ, ଦେଶ ଦେଶ ଭିତରେ କୂଟନୀତିଜ୍ଞ ସ୍ତରରେ ଏଗୁଡ଼ାକ ସବୁ ଶତ୍ରୁ ମିତ୍ର ଭାବ ଥିଲେ ବି ଇଏ ଚାଲିବ, ଆନନ୍ଦରେ ସମସ୍ତେ ରହିଥାନ୍ତେ। ଅଯଥାରେ ଏସବୁ କଥା କ'ଣ? ଯେତେବେଳେ ମଣିଷ ଯେତେବେଳେ ମୃତ୍ୟୁମୁଖକୁ ଯାଉଛି ବା ଆସନ୍ନ ବିପଦ ଘଟି ଯାଉଛି, ସେତେବେଳେ ପାକିସ୍ତାନର କମାଣ୍ଡର ଯେ ମୁଖ୍ୟ ଲୋକ, ସେ ଯଦି ଏଇ କଥା କହିକି ଲୋକଙ୍କୁ ସାହସ ଦେବେ, ତାହେଲେ ସେ କଥାଟା କେତେ ଦୂର ଠିକ୍ ସିଏ ହିଁ ବିଚାର କରିବା କଥା। ବରଂ ମହାତ୍ମା ଗାନ୍ଧୀ ଲେଖିଥିଲେ, ହିନ୍ଦୁ ମୁସଲମାନ ଦୁଇଟି ସନ୍ତାନ ଦୁଇ ଭାଇ ରୂପେ ଗଢ଼ିଅଛ, ଏବଂ ରାମଧୁନରେ ଲେଖିଥିଲେ, ଈଶ୍ୱର ଆଲ୍ଲାହ ତେରୋ ନାମ ସବକୋ ସନ୍ମତି ଦିଏ ଭଗବାନ। ତେବେ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ବୌଦ୍ଧ ଜୈନ ଶିଖ ସମସ୍ତଙ୍କର ଅଲଗା ଅଲଗା ପ୍ରାର୍ଥନା, ଅଲଗା ଅଲଗା ସଂସ୍କୃତି, ପର୍ବପର୍ବାଣି ଅଲଗା ଅଲଗା ଥାଇପାରେ, କିନ୍ତୁ ଗୋଟିଏ ଆକାଶ ତଳେ ଏଇ ପୃଥିବୀ ରହିଛି। ଗୋଟିଏ ପୃଥିବୀ ବକ୍ଷରେ ସମଗ୍ର ଦେଶ ରହିଛନ୍ତି, ସବୁ ଦେଶ। ଆଉ ସବୁ ଦେଶ ଭିତରେ ଈଶ୍ୱର ଉପାସକ ଅଛନ୍ତି,
ରାଷ୍ଟ୍ର ଉପାସକ ଅଛନ୍ତି, ବ୍ୟବସାୟିକ ବ୍ୟକ୍ତିମାନେ ଅଛନ୍ତି, ସେବକମାନେ ମଧ୍ୟ ଅଛନ୍ତି। ଏହାକୁ ନେଇ ସବୁ ଦେଶ ଚାଲିଛି। ଅଲଗା ଆଦୌ କିଛି ନୁହେଁ। ଇଏ କେବଳ ଆମର ଗୋଟେ ଭାବନାରେ ଅଲଗା। ଏମିତି ଆବଶ୍ୟକ ହେଇଛି ଯେ ଏଟା ବହୁତ ପ୍ରମାଣ ତାର ରହିଛି ଯେ ମୁସଲମାନ ଯେ ଜଗନ୍ନାଥଙ୍କୁ ମାନିନେ କି ହିନ୍ଦୁ ଯେ ମସଜିଦ୍ କି ଯାଇନି, ଏସବୁ କଥା ବି ବହୁତ ଜାଗାରେ ଆମେ ଲକ୍ଷ୍ୟ କରିଛୁ। ଏସବୁ ଠିକ୍ ଚାଲିଛି। ତେବେ ପାକିସ୍ତାନ ହଉ ହିନ୍ଦୁସ୍ତାନ ହଉ, ଉଭୟଙ୍କ ପାଇଁ ବର୍ତ୍ତମାନ ଯେଉଁ ସାଧାରଣ ମଣିଷଙ୍କ ପାଇଁ ମୁଁ କହୁଛି, ଆତଙ୍କବାଦୀମାନଙ୍କୁ ତ ଆମେ ବୁଝେଇ ପାରିବୁନି। ସିଏ ଯଦି ବୁଝେ ନ ବୁଝେଇଲେ ସାଧାରଣ ମଣିଷମାନଙ୍କର ସ୍ୱାର୍ଥ ଆଜି ନଷ୍ଟ ହେଉଛି, ଜୀବନ ଯିବ, ରକ୍ତପାତ ହେବ। ଏଥିପାଇଁ ଆମେ ରାଷ୍ଟ୍ରପ୍ରେମୀ ଭାବରେ ଉଭୟ ରାଷ୍ଟ୍ରର ସହନଶୀଳତା, ଜ୍ଞାନର ଉଦୟ ଏସବୁ ହଉ, ସମସ୍ତେ ଭଲରେ ରୁହନ୍ତୁ, ନିଜ ନିଜ ଧର୍ମ ସଂସ୍କୃତିକୁ ବଜାୟ ରଖନ୍ତୁ। ଆଉ ଭାରତର ପ୍ରତିଟି ନାଗରିକ ରାଷ୍ଟ୍ର ପାଇଁ ଟିକେ ପ୍ରାର୍ଥନା ଆମ ପରମାତ୍ମାଙ୍କ ପାଖରେ କରିବା ଉଚିତ ବା ଇଷ୍ଟମୂର୍ତ୍ତିଙ୍କୁ ଚିନ୍ତନ କରିବା ଉଚିତ। କଥାଟି ଏଇଠି ରଖିବା ଏବଂ ସେଇ ସର୍ବେ ଭବନ୍ତୁ ସୁଖିନ ଏଇ ମନ୍ତ୍ର ମାଧ୍ୟମରେ ସମଗ୍ର ବିଶ୍ୱ ଶାନ୍ତି ପାଉ ରହୁ, ଏହା ସର୍ବଶ୍ରେଷ୍ଠ ପ୍ରାର୍ଥନା ହେବା ଉଚିତ। ଜୟ ଗୁରୁ, ଜୟ ଭାରତ, ଜୟ ଉତ୍କଳ ଜନନୀ।